ସକାଳୁ ମୋର ଯୋଉ ସାନ ଭାଇ ମାନେ ମର୍ଣ୍ଣିଂ ୱାକ୍ ଯାଉଥିଲେ, ତେଣୁ ଏଇ ଯୋଉ ଗୋରୁ ଚାଲାଣ ହଉଥିଲା ସେମାନେ ତ ଜାଣିନଥିଲେ ଆଗରୁ, କିନ୍ତୁ ଏମିତି ହଉଥିଲା ସେମାନେ ଖାଲି ଖବର ପାଇକି ଜାଣିଥିଲେ। କିନ୍ତୁ ଆଜି ଯୋଉ ହଠାତ୍ ଏଇ ଯୋଉ ଘଟଣା ଘଟିଲା, ତେଣୁ ତାର ତଦନ୍ତ ମାନେ ସେମାନେ କେମିତି ଗୋଟେ ଖବର ପାଇ ଜାଣିପାରିଲେ, ଯାହା ଫଳରେ ସେଠି ଯୋଉ ତାଙ୍କର ଯୋଉ ବସିଥିଲେ 3 ଜଣ ଥିଲେ ମାନେ ଗୋରୁ ଚାଲାଣ ଯୋଉ କରୁଥିଲେ, ତାଙ୍କ ପାଖରେ ଗନ୍ ବି ଥିଲା। ତାଙ୍କ ଭିତରୁ ସେମାନେ ଦୌଡ଼ିକି ମାନେ ଗାଡ଼ି ନେଇକି ପଳେଇବେ ବୋଲି ବୁଝୁଥିଲେ, କିନ୍ତୁ ଝିଙ୍କିରିଆରୁ ଯୋଉ ଭାଇ ମାନେ ଅଛନ୍ତି ତାଙ୍କୁ ଦୌଡେଇକି ଯାଇକି ତାଙ୍କୁ ଅଟକ ରଖିଲେ, କିନ୍ତୁ ସେମାନେ ତାକୁ ନେଇକି ଆସିଲେ। ସେଠି ଝିଙ୍କିରିଆରେ ତାଙ୍କୁ ଅଟକ ରଖାଗଲା। ସେଠି କଣ ହେଲା ନା, ତୋଫାନ କୁମାର ବେହେରା ଯୋଉ ଆରଏମସି ର ଯୋଉ ଅଛନ୍ତି ଯୋଉ କର୍ମୀ ଯୋଉ ଗେଟ୍ ର ସିଏ ସିଲଦା ଘର, ତାଙ୍କୁ ସିଏ ନେଇକି ପଳେଇଲେ। ପ୍ରାୟ ଟାଇମ ଆଗରୁ ବି ଆମେ ଶୁଣିଛେ, ଯୋଉ ଆମର ମାଣିନ୍ଦା ପଟୁ ଯୋଉ ବୈଶିଙ୍ଗା ପଟୁ ଯୋଉ ମାଣିନ୍ଦା ଆସି ଝିଙ୍କିରିଆର ଯୋଉ ରୋଡ ଟା ଲାଗିଛି, ସେଇପଟୁ ଗଛ ଚାଲାଣ ପ୍ରାୟ ହଉଛି। ଏଟା ଆମେ ଆଗରୁ ବି ଶୁଣିଛେ କି ଜାଣିଛେ, ଆଜି କିନ୍ତୁ ସାମ୍ନାକୁ ଆସିଛି। ଗାଡି କେତେ ଜଣ ଥିଲେ? ଗାଡିରେ 3 ଜଣ ଥିଲେ। କେତେଟା ଗୋରୁ ଲୋଡ ହେଇଥିଲା ଗାଡିରେ? 20 ଗୋରୁ ଲୋଡ ହେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ନା ପାଣିକୁ ପହଞ୍ଚି? ନା, ଘଟଣାସ୍ଥଳରେ ଆମେ ପହଞ୍ଚିକି ଯେତେବେଳେ ସେମାନେ ପଳେଇଲେ, ଆମେ ପୋଲିସ ପ୍ରଶାସନକୁ ଆମେ ଖବର ଦେଲୁ। ସେମାନେ ଆସିକି ତାର ତଦାରଖ ତାଙ୍କୁ ନେଇକି ଆସିକି ଆମେ ଫାଣ୍ଡିରେ ତାଙ୍କୁ ଜିମା ଦେଲୁ, ଗାଡି ୱିଥ୍ 20ଟା ଯୋଉ ଗୋରୁ।